ଝଡ଼ ବର୍ଷାରେ ବସା ହରାଇଥିବା ଏକ ପକ୍ଷୀ ଦମ୍ପତି ଅଭିଯୋଗ କଲେ, ହେ ଭଗବାନ, ଆମେ ବହୁତ କଷ୍ଟରେ ଏକ ବସା ନିର୍ମାଣ କରିଥିଲୁ। ତୁମେ ବର୍ଷା ସହ ଝଡ଼ ପଠାଇବା ଫଳରେ ଟିକି ବସାଟି ଆମର ଧ୍ୱଂସ ହୋଇଗଲା। ହଠାତ୍ ଦୂର ଦିଗ୍ବଳୟରୁ ଏକ ସୁମଧୁର ବଂଶୀ ସ୍ୱର ପରି ଏକ ସ୍ୱର ଭାସି ଆସିଲା, ହେ ଆତ୍ମନ୍, ତୁମ ବସା ନିକଟକୁ ଏକ ସାପ ଆସିଥିଲା। ସାପ ତୁମ ବସା ପାଖରେ ପହଞ୍ଚିବା ପୂର୍ବରୁ ଝଡ଼ି ବର୍ଷା ଆରମ୍ଭ ହୋଇଗଲା। ତୁମେ ସଜାଗ ରହି ଉଡ଼ିଯିବାରେ ଓ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଛ। ଜୀବନ ଜଞ୍ଜାଳମୟ, ଅନେକ ଅସୁବିଧା ଆସେ ଜୀବନ କାଳରେ। ତେବେ ଭଗବାନ କିପରି ସମସ୍ତ ଅସୁବିଧାରୁ ରକ୍ଷା କରନ୍ତି ତାହା ଅନେକ ଜାଣିପାରନ୍ତି ନାହିଁ। ଯଦି ଏବେ ତୁମେ ଅନୁଭବ କରୁଛ ଯେ ଭଗବାନ ତୁମ ପ୍ରାଣ ରକ୍ଷା କରିବାରେ ସକ୍ଷମ ହୋଇଛନ୍ତି, ତେବେ ତାଙ୍କଠାରେ ବିଶ୍ୱାସ ଟିକକ ରଖିଥାଅ। ସେ ତୁମକୁ ସମସ୍ତ ଦୁଃଖ, କଷ୍ଟ ଓ ଯନ୍ତ୍ରଣାରୁ ଅବଶ୍ୟ ରକ୍ଷା କରିବାରେ ସକ୍ଷମ ହେବେ। ଜୟ ଜଗନ୍ନାଥ।